ବର୍ତ୍ତମାନ ସମସ୍ତଙ୍କ ମୋବାଇଲକୁ ଗୋଟିଏ ଗୋଟିଏ SMS ଆସିଛି 3000 ଟଙ୍କା ଆପଣମାନଙ୍କୁ ମାସକୁ ମିଳିବ। ତ ଏ SMS ଆସିବାର କାରଣ କ'ଣ ରହିଛି? କେମିତି ଆପଣମାନେ 3000 ଟଙ୍କା ପାଇପାରିବେ? ଯଦି ଆପଣଙ୍କ ପାଖରେ ଗୋଟିଏ ଇ ଶ୍ରମ କାର୍ଡ଼ ରହିଛି ତାହେଲେ ଆପଣଙ୍କ ପାଖକୁ ମଧ୍ୟ ଏ SMS ଆସିଥିବ। ଆଜିକା ଡେଟ୍‌ରେ ଇ ଶ୍ରମ କାର୍ଡ଼ଧାରୀଙ୍କ ପାଇଁ ସରକାରଙ୍କ ତରଫରୁ ଅନେକ ସାରା ସୁବିଧା ମିଳୁଛି। ସରକାରଙ୍କ ତରଫରୁ ବାରମ୍ବାର ଇ ଶ୍ରମ କାର୍ଡ଼ ଯେଉଁମାନଙ୍କ ପାଖରେ ରହିଛି ସେମାନଙ୍କୁ ସୂଚିତ କରାଯାଉଛି। ଅନେକ ଲୋକ ଏଥିରେ ମଧ୍ୟ ସାମିଲ ହେଇଛନ୍ତି, କିଛି ମଧ୍ୟ ଡିଫଲ୍ଟର ରହିଛନ୍ତି, ଆଉ କିଛି ହିତାଧିକାରୀ ମଧ୍ୟ ଏଥିରେ ସାମିଲ ହେଇ ମାସକୁ ପେନ୍ସନ୍ ମଧ୍ୟ ପ୍ରାପ୍ତ କରୁଛନ୍ତି। ଏ ସ୍କିମ୍‌ରେ ଆପଣମାନେ 150 ଟଙ୍କା ରଖିଲେ ସରକାର ଆପଣଙ୍କ ପାଇଁ 150 ଟଙ୍କା ରଖିବେ। ତ ବର୍ତ୍ତମାନ ସାମ୍ନାକୁ ବଡ଼ ଖବର ଆସିଛି। ଇ ଶ୍ରମ କାର୍ଡ଼ ଯାହା ପାଖରେ ରହିଛି ତ ସେମାନଙ୍କ ପାଇଁ କ'ଣ ରହିଛି କେନ୍ଦ୍ର ସରକାରଙ୍କ ତରଫରୁ ବଡ଼ ଘୋଷଣା। ତ ଆମେ ସମ୍ପୂର୍ଣ୍ଣ ଖବର ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍‌ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ବୁଝିପାରିବେ, ଜାଣିପାରିବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍‌କୁ କ୍ଲିକ୍ କରିବାକୁ ଜମା ବି ଭୁଲିବେନି। କାରଣ ସରକାରଙ୍କ ତରଫରୁ ଯେଉଁ ସବୁ ନୂଆ ଅପଡେଟ୍ ଆସିବ ଆପଣ ଆଗ ଜାଣିବାକୁ ପାଇବେ ଏହି ଚ୍ୟାନେଲ ମାଧ୍ୟମରେ। ଆପଣଙ୍କର ବି ଦ୍ୱନ୍ଦ୍ୱ ରହିଥିବ, ଇ ଶ୍ରମ କାର୍ଡ଼ ଆମ ପାଖରେ ରହିଛି କିନ୍ତୁ ଏହି ଇ ଶ୍ରମ କାର୍ଡ଼ କୌଣସି କାମରେ ଲାଗୁନାହିଁ। ତ ଏହି ଇ ଶ୍ରମ କାର୍ଡ଼ରୁ ଆମେ କେମିତି ବେନିଫିଟ୍ ପାଇବା ଆପଣମାନେ ଜାଣି ହିଁ ପାରୁନାହାନ୍ତି। ତ ବର୍ତ୍ତମାନ ସରକାରଙ୍କ ତରଫରୁ ମାର୍ଚ୍ଚ ମାସରେ ଯେଉଁ SMS ପ୍ରତ୍ୟେକ ଇ ଶ୍ରମ କାର୍ଡ଼ଧାରୀମାନଙ୍କ ପାଇଁ ଜାରି କରାଯାଇଛି, ସେଇଟା ପ୍ରକୃତରେ କ'ଣ ପାଇଁ ଜାରି କରାଯାଇଛି? କେଉଁମାନେ ଇ ଶ୍ରମ କାର୍ଡ଼ ମାଧ୍ୟମରେ ଯେଉଁ ପେନ୍ସନ୍ ସ୍କିମ୍ ରହିଛି ସେଇ ପେନ୍ସନ୍ ସ୍କିମ୍‌ରେ ଆପଣମାନେ କେମିତି ସାମିଲ ହେବେ? ତ କ'ଣ କରିବା ଦରକାର, କ'ଣ ନ କରିବା ଦରକାର, ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। ଯଦି ଆପଣଙ୍କ ମୋବାଇଲକୁ ଏଇଭଳି ଏକ SMS ଆସିଥିବ କିମ୍ବା ଆପଣଙ୍କ ପାଖରେ ଗୋଟେ ଇ ଶ୍ରମ କାର୍ଡ଼ ଥିବ, ତାହେଲେ ଆପଣମାନେ ଏହି ଯେଉଁ ଇ ଶ୍ରମ କାର୍ଡ଼ ମାଧ୍ୟମରେ ଯେଉଁ ସରକାରଙ୍କ ତରଫରୁ ଏକ ସ୍କିମ୍ ମଧ୍ୟ ରହିଛି, ଏହି ସ୍କିମ୍‌ରେ ଆପଣମାନେ ସାମିଲ ହେଇ ମାସକୁ 3000 ଟଙ୍କା ଆପଣ ପେନ୍ସନ୍ ପାଇପାରିବେ। ତ ଆପଣଙ୍କ ପାଖରେ ଇ ଶ୍ରମ କାର୍ଡ଼ ଥିଲେ ଆପଣମାନଙ୍କୁ ମାସକୁ 3000 ଟଙ୍କା ମିଳିବନି। ତ ଏଥିରେ ଆପଣମାନଙ୍କୁ 60 ବର୍ଷ ପର୍ଯ୍ୟନ୍ତ ଟଙ୍କା ଭରିବା ପାଇଁ ପଡ଼ିବ। ତ କେତେ ଟଙ୍କା କ'ଣ ଭରିବା ପାଇଁ ପଡ଼ିବ? ଏଥିରେ ଆପଣମାନେ ସାମିଲ ହେଲେ ଆପଣମାନଙ୍କୁ ଅନେକ ସାରା ଫାଇଦା ମଧ୍ୟ ମିଳିବ। ତ କେମିତି କ'ଣ ମିଳିବ ମୁଁ ଆପଣମାନଙ୍କୁ ଜଣାଉଛି। ଦେଖନ୍ତୁ, ଯଦି ଆପଣଙ୍କର ବୟସ 30 ବର୍ଷ ହୋଇଥିବ ଆପଣମାନଙ୍କୁ 105 ଟଙ୍କା ଭରିବା ପାଇଁ ପଡ଼ିବ। ଯଦି ଆପଣ 60 ବର୍ଷ ପରେ 10 ବର୍ଷ ଆପଣ ବଞ୍ଚୁଛନ୍ତି, କାହିଁକି ନା 60 ବର୍ଷ ବଞ୍ଚିବା ବହୁତ କଷ୍ଟକର ହେଇଯାଉଛି ଲୋକମାନଙ୍କର ଆଜିକା ଡେଟ୍‌ରେ। ତ ଆପଣ ଯଦି 10 ବର୍ଷ ବଞ୍ଚୁଛନ୍ତି ତାହେଲେ ଆପଣମାନଙ୍କୁ ଯଦି ଆମେ ହିସାବ କରିବା ଗୋଟିଏ ବର୍ଷରେ ଆପଣମାନେ 36,000 ଟଙ୍କା ପାଇବେ। 10 ବର୍ଷ ଯଦି ଆପଣମାନେ 36,000 ଟଙ୍କା ଲେଖାଏଁ ପାଇବେ, 36,000 ଇଣ୍ଟୁ 10 ହେଲେ ଆପଣମାନଙ୍କର 3,60,000 ଟଙ୍କା ହେଉଛି। ଆପଣ ଦେଖିଥିବେ ଯେକୌଣସି ବୀମା କମ୍ପାନୀର ଏଜେଣ୍ଟ ମାନେ ରହିଛନ୍ତି, ଆପଣମାନଙ୍କର ବଞ୍ଚିବା ଠାରୁ ମରିବା କଥା ଅଧିକା ଆପଣମାନଙ୍କୁ କହିବେ। ତ ଆପଣ କୁହନ୍ତୁ, ଯଦି ଆପଣମାନଙ୍କୁ କିଏ କହିବ ଆପଣମାନଙ୍କୁ ମୁଁ 80 ଲକ୍ଷ ଟଙ୍କା ଦେବି, ଆପଣମାନେ 80 ବର୍ଷ ପର୍ଯ୍ୟନ୍ତ ବଞ୍ଚିଲେ, ଆପଣମାନଙ୍କୁ ଭଲ ଲାଗିବ କି? ଆପଣମାନଙ୍କୁ ଜମା ବି ଭଲ ଲାଗିବନି। ଆପଣମାନେ କମେଣ୍ଟ ସେକ୍ସନରେ କମେଣ୍ଟ କରିକି କୁହନ୍ତୁ। ତ ଆପଣ ଯେଉଁ ବୟସ ହେଇଗଲା ପରେ ଏତେ ଟଙ୍କା ଆପଣମାନଙ୍କୁ ମିଳିବ, ସେଥିରେ ଆପଣମାନଙ୍କର କ'ଣ ବେନିଫିଟ୍? ଆପଣ ସେ ଟଙ୍କା ହିଁ ଖର୍ଚ୍ଚ କରିପାରିବେନି। ବର୍ତ୍ତମାନ ଯେଉଁ ସରକାରଙ୍କ ତରଫରୁ PMSYMରେ ଯେଉଁ ଗୋଟେ ଆପଣମାନଙ୍କର ଇ ଶ୍ରମ କାର୍ଡ଼ ମାଧ୍ୟମରେ ଏକ ପେନ୍ସନ୍ ସ୍କିମ୍ ଆପଣମାନଙ୍କୁ ଯୋଡ଼ା ଯାଇଛି, ସେଥିରେ ବହୁତ ଲୋକ ଅଧାରୁ ବନ୍ଦ କରିଦେଇଛନ୍ତି, କିଛି ଲୋକ ବନ୍ଦ ଯେଉଁ କରିଛନ୍ତି ତାକୁ ଚାଲୁ କରିବା ପାଇଁ ଚାହୁଁଛନ୍ତି, କିଛି ଲୋକ ଚାହୁଁଛନ୍ତି ଏହାକୁ ୱିଡ୍ରାଲ୍ କରିବା ପାଇଁ। ତ ଏଥିରେ ଆପଣମାନେ 60 ବର୍ଷ ପର୍ଯ୍ୟନ୍ତ ଟଙ୍କା ଭରି ଭରି ଚାଲିବେ। 60 ବର୍ଷ ପାଖରୁ ଆପଣମାନଙ୍କର ପେନ୍ସନ୍ ଲାଗୁ ହେଇଯିବ। ଏ ସ୍କିମ୍‌ରେ ଆପଣମାନଙ୍କର ଡିମେରିଟ୍ ହେଉଛି, ଯଦି ଆପଣମାନେ 60 ବର୍ଷ ପୂର୍ବରୁ ଯଦି ଆପଣମାନଙ୍କର ଡେଥ୍ ହେଇଯାଉଛି, ତାହେଲେ ଆପଣମାନଙ୍କର ଯେଉଁ ଟଙ୍କା ରହିଛି ସେ ଟଙ୍କାର ଅଧା ଟଙ୍କା ଆପଣମାନଙ୍କର ନୋମିନିକୁ ହିଁ ମିଳିବ। ସରକାରଙ୍କ ତରଫରୁ ଆପଣମାନଙ୍କର ଶ୍ରମୟୋଗୀ
ମନ୍ଧନ ଯୋଜନାରେ ଆପଣମାନେ ସାମିଲ ହେଇ ମାସକୁ ମାସ ଆପଣମାନେ 3,000 ଟଙ୍କା ପ୍ରାପ୍ତ କରିପାରିବେ। ତ ଆପଣମାନେ କେମିତି ଏହି 3,000 ଟଙ୍କା ପ୍ରାପ୍ତ କରିବେ ଯଦି ଆପଣମାନେ ଚାହୁଁଛନ୍ତି ପ୍ରାପ୍ତ କରିବା ପାଇଁ, ତାହେଲେ ଆପଣମାନଙ୍କର ଯେଉଁ ଦରକାରୀ ଡକୁମେଣ୍ଟସ୍ ଗୁଡ଼ିକ ରହିଛି ସେ ଦରକାରୀ ଡକୁମେଣ୍ଟସ୍ ଗୁଡ଼ିକକୁ ଆପଣମାନେ ଏକାଠି କରି ଜନସେବା କେନ୍ଦ୍ରକୁ ଯିବା ପାଇଁ ପଡ଼ିବ। ଆପଣମାନେ ଭାବୁଥିବେ ଆମକୁ ତ 1,350 ଟଙ୍କା ଭତ୍ତା ମିଳୁଛି, ଏଥିରେ ଆମେ କାହିଁକି ସାମିଲ ହେବା? ଦେଖନ୍ତୁ, ସେଇଟା ଆପଣମାନଙ୍କର ରାଜ୍ୟ ସରକାରଙ୍କ ତରଫରୁ ମିଳୁଛି। ଏଇଟା ଆପଣମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ମିଳିବ ଯଦି ଆପଣମାନେ କିଛି କିଛି ଟଙ୍କା 60 ବର୍ଷ ପର୍ଯ୍ୟନ୍ତ ରଖୁଛନ୍ତି। ଏଥିରେ ଆବଶ୍ୟକତା ଡକୁମେଣ୍ଟସ୍ ହିସାବରେ ଆପଣମାନଙ୍କର ଆଧାର କାର୍ଡ଼ ରହିଛି ମୁଖ୍ୟ ଡକୁମେଣ୍ଟ, ତାପରେ ଆପଣମାନଙ୍କର ବ୍ୟାଙ୍କ ପାସବୁକ୍ ରହିଛି, ତାପରେ ଆପଣମାନଙ୍କର ପାସପୋର୍ଟ ସାଇଜ୍ର ଫଟୋ 2 କପି ଆପଣମାନଙ୍କର ଆବଶ୍ୟକତା ରହିଛି, ତାପରେ ଆପଣମାନଙ୍କର ଗୋଟିଏ ଫର୍ମରେ ସିଗ୍ନେଚର ଆବଶ୍ୟକତା ରହିଛି। ଆପଣ ଚାହିଁଲେ ନିଜର ମୋବାଇଲ ମାଧ୍ୟମରେ କରିପାରିବେ, କିନ୍ତୁ ସବୁଠାରୁ ବେଷ୍ଟ ହେବ ଆପଣମାନେ ନିକଟସ୍ଥ ଜନସେବା କେନ୍ଦ୍ରକୁ ପଳେଇଯିବେ। ସେଠି ଆପଣମାନେ ଯେ ଇ ଶ୍ରମ କାର୍ଡ଼ର ଯେଉଁ ରହିଛି ଆପଣମାନଙ୍କର ଶ୍ରମଯୋଗୀ ମନ୍ଧନ ଯୋଜନା ରହିଛି, ସେଥିରେ ଆପଣ କହିବେ ଆବେଦନ କରିବା ପାଇଁ। ଆବେଦନ ଆପଣମାନଙ୍କୁ ସେ କରେଇଦେବେ। ଏହି ଯୋଜନାରେ ଆପଣମାନେ ସାମିଲ ହେବା ପାଇଁ ଏହାର କିଛି କ୍ରାଇଟେରିଆ ମଧ୍ୟ ରହିଛି। ତ ଆପଣମାନଙ୍କର ଯେଉଁ ରୋଜଗାର ରହିଛି, ରୋଜଗାର 15,000 ଟଙ୍କାରୁ କମ୍ ରହିଥିବା ଦରକାର। ଯଦି ଅଧିକ ଆପଣମାନଙ୍କର ରହିଛି 15,000 ଟଙ୍କାରୁ ରୋଜଗାର, ତାହେଲେ ଆପଣମାନେ ଏଥିରେ ଆବେଦନ କରିବେନି। କମ୍ ଥିଲେ ଆପଣମାନେ ଆବେଦନ କରିବେ, ଯାହାଫଳରେ ଆପଣମାନଙ୍କର ଏପ୍ରୁଭାଲ୍ ହୋଇଯିବ। 15,000 ଟଙ୍କାରୁ ଅଧିକ ରୋଜଗାର ହେଲେ ଆପଣମାନେ ଆବେଦନ କରିଥିଲେ ଆପଣମାନଙ୍କର ରିଜେକ୍ଟ ହୋଇଯିବ। ଏହି ଯୋଜନାର ସବୁଠୁ ବଡ଼ କଥା ହେଲା ଯେତେବେଳେ ଆପଣମାନଙ୍କର 60 ବର୍ଷ ହୋଇଯିବ, ଆପଣ ସେବେଠାରୁ ବେନିଫିଟ୍ ପାଇବା ଆରମ୍ଭ କରିବେ। ଏ ଯୋଜନାରେ ଆପଣମାନେ ଯେତେବେଳେ ସାମିଲ ହେବେ, ଆପଣମାନଙ୍କର ବୟସ ଅନୁସାରେ ଆପଣମାନଙ୍କୁ ଟଙ୍କା ଭରିବା ପାଇଁ ପଡ଼ିବ 60 ବର୍ଷ ପର୍ଯ୍ୟନ୍ତ। ଯାହାର ଯେତେ ବର୍ଷ ରହିଛି ସେଇ ଅନୁସାରେ ଆପଣମାନଙ୍କୁ ଟଙ୍କା ଭରିବା ପାଇଁ ପଡ଼ିବ। ତାପରେ ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟରୁ ଅଟୋମେଟିକ୍ ଆପଣମାନଙ୍କର ଟଙ୍କା କଟି ଚାଲିବ 60 ବର୍ଷ ପର୍ଯ୍ୟନ୍ତ। 60 ବର୍ଷ ପରେ ଆପଣମାନେ 3,000 ଟଙ୍କାର ପେନସନ୍ ଆପଣମାନେ ପାଇବେ। ଦେଖନ୍ତୁ, ଆପଣଙ୍କ ମୋବାଇଲ ସ୍କ୍ରିନରେ ମଧ୍ୟ ମୁଁ ଏହି ଚାର୍ଟଟିକୁ ମଧ୍ୟ ଶୋ କରିଦେଇଛି। ତ କେଉଁମାନେ ଏହି ଯୋଜନାରେ ସାମିଲ ହେଇପାରିବେ? ଯେଉଁମାନଙ୍କର ବୟସ 18 ବର୍ଷରୁ 40 ବର୍ଷ ମଧ୍ୟରେ ହୋଇଥିବ, ସେମାନେ ଏହି ଯୋଜନାରେ ସାମିଲ ହେଇପାରିବେ। ତ ଯେଉଁମାନଙ୍କର 18 ବର୍ଷ ରହିଥିବ, ସେମାନେ ମାତ୍ର 55 ଟଙ୍କା ମାସକୁ ଦେବେ। ଆପଣଙ୍କ ପାଇଁ ସରକାର ମଧ୍ୟ 55 ଟଙ୍କା ଦେବେ। ଯେଉଁମାନଙ୍କର 40 ବର୍ଷ, ସେମାନଙ୍କୁ ମାସକୁ 200 ଟଙ୍କା ଭରିବା ପାଇଁ ପଡ଼ିବ। ଆପଣ 200 ଟଙ୍କା ଭରିବେ, ସରକାର ଆପଣଙ୍କ ପାଇଁ ମଧ୍ୟ 200 ଟଙ୍କା ଭରିବେ। ତ କହିବାକୁ ଗଲେ ଯାହାର ଯେତେ ବର୍ଷ ରହିଛି 18ରୁ 40 ବର୍ଷ ମଧ୍ୟରେ, ତ ସେଇ ଅନୁସାରେ ଆପଣମାନଙ୍କର ଚାର୍ଟ ମଧ୍ୟ ରହିଛି। ଆପଣ ସେତିକି ଟଙ୍କା ମାସକୁ ଭରିବା ପାଇଁ ପଡ଼ିବ। ଆପଣ ଯେତେ ଟଙ୍କା ଭରିବେ, ସରକାର ଆପଣଙ୍କ ପାଇଁ ସେତିକି ଟଙ୍କା ଭରିବେ।